ଜେଜେମା ଆଉ ନାହାନ୍ତି, କିନ୍ତୁ ନାତିକି ଦେଇ ଯାଇଛନ୍ତି ଏ ଅମୂଲ୍ୟ ଜିନିଷଟି। ନାତି ବି ସନ୍ତକ ହିସାବରେ ଅତୀତର ଭଲ ସ୍ମୃତି ହିସାବରେ ସଜେଇ ରଖିବାକୁ ଚାହୁଁଛନ୍ତି, କିନ୍ତୁ ନିଜର କାର୍ଯ୍ୟ ବ୍ୟସ୍ତତା, ସମୟର ଅଭାବ, ତେଣୁ ଆଉ ଏଥିପ୍ରତି ଗୁରୁତ୍ୱ ଦେଇନାହାନ୍ତି। ଏଇ ଭିତରେ ଗାଡ଼ିଟି ବହୁତ ନଷ୍ଟ ହୋଇଯାଇଛି। ସେ ଯାହା ବି ହେଉ ମୋ ଭିଡ଼ିଓ ଦେଖିଲେ ସାର୍ ମୋତେ କଣ୍ଟାକ୍ଟ କଲେ ବିଭୂତି ବାବୁ, କହିଲେ ସାଗର ଭାଇ ମୋର ଆପଣ ହିଁ ଭରସା, ମୋ ଗାଡ଼ିଟି ଆଉ ଅବସ୍ଥାରେ ନାହିଁ, କେମିତି କ'ଣ ପୁଣି ଆଉଥରେ ମୋ ପୁରୁଣା ସ୍ମୃତିକୁ ଫେରାଇ ଆଣନ୍ତୁ, ଗାଡ଼ିଟିକୁ ସୁନ୍ଦର କରିଦିଅନ୍ତୁ। ମୁଁ କହିଲି ହଉ ସାର୍, ଆମେ ଚେଷ୍ଟା କରିବୁ, ଆମେ ତ ଆଉ ନୁହଁ ସେ କାରିଗର, ତେଣୁ ଆମେ ଚେଷ୍ଟା କରୁଛୁ, ହଉ ହଉ ଯାହା ହେବ ଆଉ। ସାର୍ଙ୍କ ଗାଡ଼ି ଆସିଲା, ଗୁଡ଼ାଏ ଡେଣ୍ଟ ପେଣ୍ଟ କାମ ଥିଲା, ତାକୁ ସବୁ ସାରିକି କଲର୍ ହେଲା ଭଲ କି, ଛୋଟ ମୋଟ ଭିତର ସିଟ୍ କଭର୍ ଚେଞ୍ଜ, ତଳ ମ୍ୟାଟ୍ ଚେଞ୍ଜ, ଏମିତି ଆହୁରି ଛୋଟ ମୋଟ କାମ କଲୁ। ମୁଁ ଆଉ ଗୋଟେ ଭିଡ଼ିଓ କରି ଛାଡ଼ିବି, ଗୋଟେ ଭିଡ଼ିଓରେ ପୁରା କରିହେବନି, ଦେଖନ୍ତୁ କେମିତି ଆମେ କରିଛୁ ଆଉ।